ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଏକ ସୁନ୍ଦର କାହାଣୀ, ମାତୃତ୍ୱର ପରୀକ୍ଷା ପ୍ରବାସ ଯଜ୍ଞ। କୃଷ୍ଣ ବଳରାମଙ୍କୁ ଦେଖୁ ଦେଖୁ ଦୁରାଚାରୀ କଂସ ମଞ୍ଚାରୁ ଟଳି ପଡ଼ିଲା। ମଞ୍ଚାରୁ ପଡ଼ି ମାମୁଁ ମଲା ଆମକୁ ଦୈବ ରଖିଲା। କଂସର ନିଧନରେ ଧରାଭାର ଉଶ୍ୱାସ ହେଲା। ଏହାପରେ କୃଷ୍ଣ ବଳରାମ ନନ୍ଦ ବସୁଦେବ ଏବଂ ମାତା ଦେବକୀ ରୋହିଣୀ ଯଶୋଦା ତଥା ଅଜା ଉଗ୍ରସେନଙ୍କ ପାଖକୁ ଯାଇ ପ୍ରଣାମ କଲେ। ମାଈମାନେ କ୍ରନ୍ଦନ କରୁଥାନ୍ତି। ତାଙ୍କୁ ଯାଇ କହିଲେ, ଦେଖ, ମାଈମାନେ ଆମ ରାଜାର ଭଣଜା ହୋଇ ମଧ୍ୟ ଆମ କର୍ମକୁ ଦେଖ। ଆମେ କେଉଁଭଳି ଗୋରୁ ଗୋଠରେ 7 ବର୍ଷ କଟାଇଲୁ। ଦୁଇ ଭାଇ ଏମିତି କହୁ କହୁ ବହୁ ମଧୁର ବାକ୍ୟ କହି ମାଈମାନଙ୍କୁ ବୁଝେଇ ଦେବାରୁ ସେମାନେ ବୁଝିଗଲେ। ଏହାପରେ ଦୁଇ ଭାଇ ଉଗ୍ରସେନଙ୍କୁ କହିଲେ, ଆମର ତ ଯଯାତିଙ୍କ ଅଭିଶାପରୁ ରାଜା ହେବା ଭାଗ୍ୟରେ ନାହିଁ। ଏଣିକି ଆପଣ ହେଲେ ଆମ ରାଜା। ଆମେ ଦୁଇ ନାତି ତମ ପଛେ ପଛେ ରହିବୁ। ମଥୁରାରେ ଏବେ ରାଜୁତି ଚାଲିବ ଆମ ଅଜା ଓ ନାତିଙ୍କର। ଏପରି କଂସ ନିଧନ ପରେ ଉଗ୍ରସେନଙ୍କୁ ମଥୁରାର ରାଜା କରାଇ ଶ୍ରୀକୃଷ୍ଣ ନିଜେ ରାଜ୍ୟ ପରିଚାଳନା କରୁଥାନ୍ତି। ଏହି ସମୟରେ ଦିନେ ମହର୍ଷି ନାରଦ ଭଗବାନ ଦର୍ଶନ ଲାଳସାରେ ଆସି ମଥୁରାରେ ପହଞ୍ଚିଲେ। କେତେ ଦିନ ପରେ ଦେବର୍ଷି ନାରଦ ଆସିଛନ୍ତି। ଏଣୁ ସେ କୃଷ୍ଣଙ୍କୁ ଖୁବ୍ ଖୁସି ହୋଇ କହିଲେ, ଆପଣଙ୍କ କଥା ହିଁ ମୁଁ ଭାବୁଥିଲି। ଯାହା ହେଉ ଠିକ୍ ସମୟରେ ଆପଣ ଆସି ପହଞ୍ଚିଗଲେ। ଏହାପରେ ଶ୍ରୀକୃଷ୍ଣ କହିଲେ, ଦେଖନ୍ତୁ, ମା ଦେବକୀ ବନ୍ଦୀ ଘରେ ରହି କେତେ କଷଣ ଭୋଗିଲେ। ତାଙ୍କର 6ଟି ପୁତ୍ରକୁ କଂସ ମାରିଦେଲା। ମୁଁ ମାମୁଁ ହତ୍ୟାକାରୀ ଭାବେ କଳଙ୍କ ମୁଣ୍ଡେଇଛି। ମୋ ଜନ୍ମ ସମୟରେ ମା କେତେ ମାନସିକ କରିଥିଲେ। ବ୍ରାହ୍ମଣଙ୍କୁ ଲକ୍ଷେ ଧନୁ ଦାନ ଦେବେ ବୋଲି କହିଥିଲେ। ଘଟଣା ଚକ୍ରରେ ସେସବୁ କିଛି ସମ୍ଭବ ହେଲା ନାହିଁ। ତେବେ ସେ ଯାହା ହେଉ, ଏବେ ମୁଁ ମନସ୍ଥ କରିଛି ପ୍ରବାସ ତୀର୍ଥରେ ଗୋଟିଏ ବହୁତ ଯଜ୍ଞ କରିବି ଓ ଯଥେଷ୍ଟ ଦାନ ଦକ୍ଷିଣା ଦେଇ ବାକି ଥିବା ସବୁ ମାନସିକ ପୂରଣ କରିବା ସଙ୍ଗେ ସଙ୍ଗେ ମୋର ଏ ମାମୁଁ ହନ୍ତା ଅପବାଦକୁ ଲିଭାଇ ଦେବି। ଏଣୁ ଆପଣ ଯାଆନ୍ତୁ, ତ୍ରିପୁରାରେ ବୁଲି ସମସ୍ତ ମୁନି ଋଷି ଦେବତା, ନାଗ, ଯକ୍ଷ, ରକ୍ଷ, ନର, ଗନ୍ଧର୍ବ, କିନ୍ନର ଆଦିଙ୍କୁ ଏ ଯଜ୍ଞକୁ ଆସିବା ପାଇଁ ନିମନ୍ତ୍ରଣ କରି ଆସିବେ। ଆଉ ଅଳ୍ପ କେଇଦିନ ବାକି ଅଛି। ମାଘ ଶୁକ୍ଳ ସପ୍ତମୀ ଦିନ ପ୍ରଭାସ ତୀର୍ଥରେ ଶୁଭ ବାରୁଣୀ ଯୋଗ ପଡ଼ୁଛି। ସେଦିନ ଏହି ଯଜ୍ଞ ହେବ। 7 ଦିନ ଭଗବାନଙ୍କ କଥା ଶୁଣି ନାରଦ କହିଲେ, ଏହି କଥା, ଏବେ ମୁଁ ସାଙ୍ଗେ ସାଙ୍ଗେ ବାହାରିଲି ତ୍ରିପୁର ଭ୍ରମଣରେ। ଏପରି କହି ଦେବର୍ଷି ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ ଶ୍ରୀକୃଷ୍ଣ କହିଲେ, ହଁ ଦେବର୍ଷି, ଗୋଟିଏ କଥା ମନେ ରଖିବ। ଆପଣ ଗୋପପୁରକୁ ଯିବେ ନାହିଁ କି ସେଠିକାର ଗୋପୀ ଗୋପାଳ ଓ ନନ୍ଦ ଯଶୋଦା କାହାକୁ ନିମନ୍ତ୍ରଣ ଦେବେ ନାହିଁ। ପ୍ରଭୁଙ୍କ କଥା ଶୁଣି ନାରଦ ଚକିତ ହୋଇ କହିଲେ, ପ୍ରଭୁ, ଆପଣ କ'ଣ କହୁଛନ୍ତି? ଗୋପପୁର, ଯେଉଁଠି ଆପଣ ଆପଣଙ୍କ ସମସ୍ତ ବାଲ୍ୟକାଳ କଟାଇଲେ, ସେଠିକୁ ଯିବାକୁ ଆପଣ ମୋତେ ବାରଣ କରୁଛନ୍ତି? ପୁଣି ନନ୍ଦ ଯଶୋଦା, ଯିଏ ଆପଣଙ୍କୁ ଅତି ସ୍ନେହରେ ପାଳିଥିଲେ, ତାଙ୍କୁ ନିମନ୍ତ୍ରଣ ନ ଦେବାକୁ କହୁଛନ୍ତି? ମୁଁ ଏହା କିପରି କରିପାରିବି ପ୍ରଭୁ? ଶ୍ରୀକୃଷ୍ଣ କହିଲେ, ହଁ ଦେବର୍ଷି, ମୁଁ ଗୋପପୁରକୁ ଅତି ଭଲ ପାଏ। ସେଠାକାର ଗୋପୀ ଗୋପାଳ ଆଉ ମୋର ପିତାମାତା ନନ୍ଦ ଯଶୋଦାଙ୍କ କଥା ଏବେ ମଧ୍ୟ ମୁଁ ଭୁଲି ପାରିବି ନାହିଁ। ଆହା, ମୋ ସ୍ନେହମୟୀ ମାତା କାହ୍ନା ପରି କେତେ ଝୁରୁଥିବେ। କିନ୍ତୁ କ'ଣ କରିବି ଦେବର୍ଷି, ମୋର ଗର୍ଭଧାରୀ ମାତା ମା ଯଶୋଦାଙ୍କ ନାମ ଶୁଣିଲେ ଖୁବ୍ ରାଗୁଛନ୍ତି। ତାଙ୍କର ଆଶଙ୍କା ହେଉଛି ସେ ଏଠାକୁ ଆସିଲେ ମୋତେ କାଳେ ପୁଣି ନେଇଯିବେ। ଏଣୁ କାହିଁକି ସେମାନଙ୍କୁ ଡାକି ମୋ ଜନନୀଙ୍କ ମନରେ ଦୁଃଖ ଦେବି। ଏଥର ଆପଣ ଯାଆନ୍ତୁ। ଶୁଭ ତିଥି ଆଉ ମାତ୍ର 7 ଦିନ ବାକି ଅଛି। ଡେରି କଲେ ଚଳିବ ନାହିଁ। ଦେବର୍ଷି ମନେ ମନେ ଚିନ୍ତା କରି କହିଲେ, ମାୟାଧରଙ୍କ ମାୟା ତ କେହି ଜାଣିପାରି ନାହାନ୍ତି। ଆଉ ମୁଁ କିଏ? ହଉ, ତେବେ ମୋ ମାୟା ବି ମୁଁ ଦେଖାଇବି। ଏପରି କହି ନାରଦ ପ୍ରସ୍ଥାନ କଲେ ସମସ୍ତଙ୍କୁ ନିମନ୍ତ୍ରଣ ଜଣାଇବାକୁ। ଇଆଡ଼େ ଯଜ୍ଞରେ ସବୁ ଆୟୋଜନ ଚାଲିଲା। ରାଜା ଉଗ୍ରସେନଙ୍କ ପ୍ରତ୍ୟକ୍ଷ ଯତ୍ନରେ ଏକ ସୁରମ୍ୟ ଯଜ୍ଞ ମଣ୍ଡପ ନିର୍ମାଣ ହେଲା। ଆଗନ୍ତୁକ ଅତିଥିମାନଙ୍କ ପାଇଁ ସୁନ୍ଦର ସୁନ୍ଦର ଆସନ ପ୍ରସ୍ତୁତ ହେଲା। ତାଙ୍କ ରହିବା ପାଇଁ ସୁନ୍ଦର ସୁନ୍ଦର ହର୍ମ୍ୟ ସବୁ ପ୍ରସ୍ତୁତ ହେଲା। ଖାଦ୍ୟ ପାନୀୟ ସମସ୍ତ ବ୍ୟବସ୍ଥା ହେଲା। ଯଜ୍ଞ ସାମଗ୍ରୀମାନ ପ୍ରସ୍ତୁତ ହୋଇ ରହିଲା। ଏପଟେ ନାରଦ ବୁଲି ବୁଲି ସମସ୍ତଙ୍କୁ ନିମନ୍ତ୍ରଣ କରି ଶେଷକୁ କୈଳାସ ଯାଇ ହର ପାର୍ବତୀଙ୍କୁ ନିମନ୍ତ୍ରଣ ଜଣାଇ ଫେରିଲେ। ଫେରିବା ପଥରେ ସେ ଚିନ୍ତା କଲେ, ନା, ମୁଁ ଟିକେ ଯାଉଛି ଗୋପପୁର ଆଡ଼େ ବୁଲି ଆସେ। ଏପରି ଭାବି ସେ ଯାଇ ଗୋପରେ ପହଞ୍ଚିଗଲେ। ଗୋପରେ ପହଞ୍ଚି ସେ ଯାହା ସବୁ ଦେଖିଲେ, ସେଥିରେ ତାଙ୍କର ଧୈର୍ଯ୍ୟ ତୁଟିଗଲା।
ଯମୁନା ଶୁଷ୍କ ପଡ଼ିଛି। ବୃନ୍ଦାବନର ତରୁଲତା ସବୁ ଝାଉଁଳି ପଡ଼ିଛନ୍ତି। ଗୋପୀମାନେ ତାଙ୍କ କାହ୍ନାଙ୍କୁ ଝୁରି ଝୁରି କଣ୍ଟା ହୋଇଗଲେଣି। ନନ୍ଦ ଯଶୋଦା ପୁତ୍ର କାହ୍ନାଙ୍କୁ ଝୁରି ଝୁରି ଆହାର ନିଦ୍ରା ଛାଡ଼ିଦେଲେଣି। କୃଷ୍ଣଙ୍କ ବେଣୁ ଶୁଣି ନ ଶୁଣି ଗାଈ ସବୁ ଆଉ କ୍ଷୀର ଦେଉନାହାନ୍ତି। ଗୋପଦଣ୍ଡରେ ଆଉ ବଜ୍ର ବାଳକମାନେ କ୍ରୀଡ଼ା କରୁନାହାନ୍ତି। ନୀରବ ନିଷ୍ପ୍ରଭ ଶୁଷ୍କ ବୃନ୍ଦାବନ ଏବଂ ବ୍ରଜପୁରକୁ ଦେଖି କୃଷ୍ଣପ୍ରାଣ ନାରଦ ଭୋ ଭୋ କରି କାନ୍ଦି ପକାଇଲେ। କିଛି କ୍ଷଣ ପରେ ଟିକିଏ ପ୍ରକୃତିସ୍ଥ ହୋଇ ଦେବର୍ଷି ଯାଇ ନନ୍ଦାଭୂପ ଭବନରେ ପହଞ୍ଚିଗଲେ। ତାଙ୍କୁ ଦେଖି ନନ୍ଦ ଯଶୋଦା ଅତ୍ୟନ୍ତ ଆଦରର ସହ ପାଛୋଟି ନେଇ ଆସନରେ ବସାଇ କୁଶଳ ଜିଜ୍ଞାସା କଲେ। ନାରଦ କହିଲେ, କୃଷ୍ଣ ଏକ ବଡ଼ ଯଜ୍ଞ କରୁଛନ୍ତି। ତ୍ରିପୁର ଭ୍ରମଣ କରି ମୁଁ ସେହି ଯଜ୍ଞ ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରି ଫେରୁଥିଲି। ମନ ହେବାରୁ ଗୋପପୁର ଆଡ଼େ ଟିକେ ଚାଲି ଆସିଲି। ନାରଦଙ୍କଠାରୁ କୃଷ୍ଣ ଯଜ୍ଞ କରୁଥିବା କଥା ଶୁଣି ନନ୍ଦ ଯଶୋଦାଙ୍କ ଆନନ୍ଦର ସୀମା ରହିଲା ନାହିଁ। କିନ୍ତୁ ଏହା କ୍ରମେ ବିଷାଦର ପରିଣତ ହେଲା। ତାଙ୍କୁ ଯେତେବେଳେ କୃଷ୍ଣଙ୍କ ନିମନ୍ତ୍ରଣ ନାହିଁ ବୋଲି ନାରଦ କହିଲେ, ଯଶୋଦା କାହ୍ନା କାହ୍ନା କହି ରୋଦନ କରିବାରୁ କୃଷ୍ଣ ଆସିଛନ୍ତି ଭାବି ସବୁ ଗୋପୀ ଗୋପାଳ ଆସି ପହଞ୍ଚିଗଲେ। ଗୋପପୁରକୁ କୃଷ୍ଣ ନିମନ୍ତ୍ରଣ କରିନାହାନ୍ତି ଶୁଣି ସମସ୍ତେ ନାରଦଙ୍କୁ କହିଲେ, ଆମକୁ ନିମନ୍ତ୍ରଣ କ'ଣ ଦରକାର? ଆମେ ତ କାହ୍ନାର ନିଜ ଲୋକ। ଆପଣ ଯାଆନ୍ତୁ ମୁନିବର। ଯଥା ସମୟରେ ଆମେ ସମସ୍ତେ ଯାଇ ଯଜ୍ଞସ୍ଥଳୀରେ ପହଞ୍ଚିବୁ। ଭଲା ଲୀଳା ଲାଗିଲା। ମନେ ମନେ ନାରଦ ଏପରି ଚିନ୍ତା କରି ଅତି ଆନନ୍ଦରେ ଗୋପରୁ ପ୍ରସ୍ଥାନ କଲେ। ନାରଦ ସମସ୍ତଙ୍କୁ ନିମନ୍ତ୍ରଣ କରି ଆସିଛି କହି ସେ ଗୋପପୁରକୁ ଯାଇଥିବା କଥା କିଛି ଆଉ କୃଷ୍ଣ କହିଲେ ନାହିଁ। ଚୁପ୍ କରି ଦେବକୀଙ୍କୁ ସେ ଯାଇ ଜଣେଇ ଦେଲେ, ମୁଁ ଶୁଣିଛି ବିନା ନିମନ୍ତ୍ରଣରେ ଗୋପପୁରରୁ କୁଆଡ଼େ ସମସ୍ତ ଗୋପୀ ଗୋପାଳ ଓ ନନ୍ଦ ଯଶୋଦା ଯଜ୍ଞ ଦେଖିବାକୁ ଆସୁଛନ୍ତି। ଏହା ଶୁଣି ଦେବକୀ କହିଲେ, ଏହା କିପରି? ବିନା ନିମନ୍ତ୍ରଣରେ କେହି ଏଠାକୁ ଆସିଲେ ତାକୁ ଗଳା ଧକ୍କା ଦେଇ ବିଦା କରି ଦିଆଯିବ। ଦେବର୍ଷି ହସି ହସି ଯାଇ ରାଜା ଉଗ୍ରସେନଙ୍କ ନିକଟରେ ପହଞ୍ଚି କହିଲେ, ଆପଣ ଯଜ୍ଞସ୍ଥଳୀକୁ କ୍ରୀଡ଼ା ପହରାରେ ରଖିବା ବ୍ୟବସ୍ଥା କରନ୍ତୁ।